ନା ମୁଁ ପିଇକି ଦେବି ଷ୍ଟକ୍ ଅଫ୍। पुलिस है बाणी चलो चलो बोला कोई एक दौड़ी भी आसानी पथरे दौड़ी दौड़ी मो गोड़ को गोड़ पिटी है। जंगल दी खंड काठ बला काटी एते दौड़ा जंगल काटिकी लोक सफा कर दौरान बेचारार घर भांगी जाइए सरू सरू बला दी खंड काटी मालो आउ दौड़ी पारि नहीं सार तांकर जुआड़े दौड़ा कथा दौड़ मुझे पवन खाए कि पवन ओ बाबू टिके शुणव। आज्ञा नमस्कार। ए जंगल भितर तू किए? मो ना अष्टकिला, मो बापा ना भवकिला, गाँ ना पर्वतकिला, पोस्ट षष्ठकिला, थाना सर्वकिला। नमस्कार मु सब कहिदेले आपण कहतु। मो पाखर तोर काम कौन? आपण किए? मो पोशाकरू जानी पारनु मु जणे मो छाती गणी जाउछि। पुलिस पुलिस कौन करे? तो भली अर्ध पागल को धरी पिटे। मते पिटिले कौन हबो? चटापट तो पाठु सत कथा बाहरी पड़िबो। सत कथा नहीं कौन करिवो? एटा पागलटे ना कौन? पागल काहा कहती? तो गंडी मुंडू को कहती। गंडी पाखरे मुंड थाए ना मुंड पाखरे गंडी थाए? ए भाई अष्टकिला तू तो बाटरे गलु, मु गले तमे एठी कौन करिवो? मु हाउआ खाइबी। हाउआ खाइले कौन हबो? भाई तू कौन मंगल ग्रह रु आइछु? तमे कौन मंगल ग्रह को जाइछ? आज पर्यंत कौन लोक जाइना सेठी मु केमिति जीवी? मंगल ग्रह को तमे केबे जीवो? हे भाई अष्टकिला मु तोर एते प्रश्नर उत्तर देई परिबिनी। मु उठे आसामी की खोजुची, दया करे चुचु जा, मो मुंड खराब करना। मु टिके पवन खाए कि पवन। तम खराब हेले कौन हम? भाई कहार किछि हबो नाही, खाली तो भलिया जहा को हाबुड़ी ताकू प्रश्न करी पागल करी छाड़ीबी। भाई अष्टकिला मु तोर एते प्रश्नर उत्तर दे पारिबिनी। मु गोटे दुर्दांत अपराधी की खोजुची, तू दया करी जा, मो मुंड खराब करना। भाई मो मुंड बिंधिलानी। मुंड किमिति बिंधे? मो मुंड किमिति बिंधुची मु तते केमिति बुझेबी? से क्षमता मो पाखरे नहीं। क्षमता का पाखरे अछि? क्षमता अछि नवीन पट्टनायक पाखरे। नवीन पट्टनायक किए? तू कौन ओडिशार लोक नुह?
ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ। ଓଡ଼ିଶାଟା କୋଉଠି? ଓଡ଼ିଶା କୋଉଠି ତୁ ଜାଣିନୁ? ଓଡ଼ିଶା ଏଠିକା, ଓଡ଼ିଶା ତ ମୁଣ୍ଡ ଉପରେ। ବହୁତ ଦିନ ହେଲା ମୁଁ ତାକୁ ମୁଣ୍ଡେଇଲିଣି, ତୁମେ ଏଣିକି ମୁଣ୍ଡାଅ। ଓଡ଼ିଶାଟା କେତେ ଓଜନ ହବ କି? ମୋ ଚେହେରା ନାହିଁ, ମୁଁ ତାକୁ ଟେକି ଧରିପାରିବି ନାହିଁ। ଭାଇ ଅଷ୍ଟକିଳା, ତୁ ତୋ ବାଟରେ ଯାଉଥିଲୁ, ଡାକିକି କଥା ହବାଟା ମୋର ଭୁଲ। ମୁଁ କାନ ଧରୁଛି, ମୋ ପାଖରେ ଥିଲେ ମୁଁ ତତେ କିଛି ଦେଇଥାନ୍ତି। ଭାଇ ତ ହାତ ଧରୁଛି, ତୁ ଏଠୁ ଯା, ମତେ ଏତେ ହଇରାଣ କର ନା ଭାଇ ଅଷ୍ଟକିଳା, ମୁଁ ତ ଗୋଡ଼ ତଳେ ପଡୁଛି। କୁଆଡେ ଗଲା? ଚକୋଲେଟ ଖାଇବ? କାହିଁ ଡାଇବେଟିସ୍ କି? ଆଉ ଜାମୁକୋଳି ମଞ୍ଜି? ନା। କଲରା? ନା। ଇନ୍ସୁଲିନ୍? ସାର୍ କଣ ସେ ଟୋକାଟାକୁ ମାରିଥିଲେ? ଇଏ ତମ ସାରଙ୍କ ବନ୍ଧୁକର ଗୁଳି ନୁହେଁ, ଆଉ ଇଏ ମାଓବାଦୀଙ୍କ ବନ୍ଧୁକର ଗୁଳି। ମିଛ ମାଓବାଦୀକୁ ଧରିବାକୁ ଆସି ତୁମେ ସତ ମାଓବାଦୀ ଇଲାକାରେ ପହଞ୍ଚି ଯାଇଛ। ପାଖରେ ମାଓବାଦୀଙ୍କ ଟ୍ରେନିଂ ଚାଲିଛି। ଯୋଉମାନେ ନୂଆ ମାଓବାଦୀରେ ଜଏନ୍ କରୁଛନ୍ତି ସେମାନଙ୍କୁ ବନ୍ଧୁକ ଚାଳନା ଶିକ୍ଷା ଦିଆଯାଉଛି। ଏମାନେ ପୋଲିସ, ମାଓବାଦୀ ନାଁ ଶୁଣିଲା ବେଳକୁ ଡରୁଛନ୍ତି। ଥାନା ଜମାଦାର ଖସାରି କୁଣ୍ଡ ହାତରୁ ଖସିଗଲା। ଛାଡ଼ିବିନି, ଗୋଟେ କି ମାଓବାଦୀ ରଖିବିନି, ସୁଟ୍ କରି ଉଡ଼େଇ। ସାର୍ ନମସ୍କାର। ସାର୍ ଆରେ ଆପଣ, ଏଇଟା ଆପଣଙ୍କର ତ? ସଞ୍ଜୟ ବାବୁ, ଆପଣ ଟେନସନଲେ ଜୋତାଟା। ଆଚ୍ଛା ସଞ୍ଜୟ ବାବୁ, ସାର୍ ଆପଣ ମତେ ଫଲୋ କରୁଛନ୍ତି ନା ମୁଁ ଆପଣଙ୍କୁ ଫଲୋ କରୁଛି? ମାନେ ମୁଁ ଗୋଟେ ଥର ସବୁଜି ଗଡ଼େ ଗଡ଼େ ଜଙ୍ଗଲରେ, ଆପଣ ବି ଆସି ଜଙ୍ଗଲରେ। ଆପଣ କାହାକୁ ଖୋଜୁଥିଲେ? ଗୋଟେ ମାଓବାଦୀ, ସାଂଘାତିକ ମାଓବାଦୀ। ଓ ଆପଣ ଏଇ କାନୁ ପରଜା କଥା କହୁଛନ୍ତି? ହେଲା ମାଓବାଦୀ ହେଇଗଲାଣି। ନୟାଗଡ଼ ଅସ୍ତ୍ରାଗାର ଲୁଣ୍ଠନ, ଦାନ୍ତେୱାଡ଼ା ପୋଲିସ ଝାମେଲା, ସାବରମତୀ ଏକ୍ସପ୍ରେସ ଦୁର୍ଘଟଣା, ସବୁଥିରେ ତାର ହାତ ଅଛି। ସବୁ ଖବର ପାଇ ମୁଁ ତାକୁ ଥାନାକୁ ନେଇ ଆସିଥିଲି। ଆରେଷ୍ଟ କରିବା ପୂର୍ବରୁ ଖସିଗଲା। ହେଲେ ମୁଁ ତା ଗାଁରୁ ଶୁଣିବାକୁ ପାଇଲି ସେ ଜଙ୍ଗଲରୁ ଦି ଖଣ୍ଡ ସରୁ ସରୁ ବଲା କାଟି ଆଣିଥିଲା ବୋଲି ଆପଣ ତାକୁ ଥାନାକୁ ଧରି ଆଣିଥିଲେ। କିଏ କହିଲା ଏ କଥା? କିଏ କହିଲା ଏସବୁ ମିଛ କଥା? ମୁଁ ମିଛ ଶୁଣିଥାଏ କି ସତ ଶୁଣିଥାଏ? ହେଲେ ସାର୍, ଆପଣ ଗୋଟେ ନିରୀହ ଲୋକ ମାଓବାଦୀ ସଜେଇ ଦେଲେ। ଏକଥା ମଧ୍ୟ ଶୁଣିଛି ଆପଣଙ୍କ ଥାନା କନେଷ୍ଟବଳ ଧକନ କୁଟିଆ ଦିଟା କୁକୁଡ଼ା ବଦଳ ତାକୁ ଛାଡ଼ିଦେବା ବସିଥିଲା। ଧକନ କୁଟିଆ ଏତେ କ୍ୟାରେକ୍ଟରଲେସ୍ ଲୋକ ନୁହଁ। ହଁ, ଗଞ୍ଜେଇ ଟାଣେ, ଗଞ୍ଜେଇ ପାଇ କାହାକୁ 5-10 ଟଙ୍କା ମାଗିଥାଇପାରେ, ହେଲେ କାହାକୁ କୁକୁଡ଼ା ମାଗିବ? ଏତେ ଲୁଜ୍ କ୍ୟାରେକ୍ଟର ଧକନ କୁଟିଆ ନୁହଁ। ଆପଣ ଭୁଲ କଥା କହିଛି। ମୁଁ ଭୁଲ ଶୁଣେ କି ସତ ଶୁଣେ? ହେଲେ ସାର୍, ଆପଣ ଗୋଟେ ନିରୀହ ଲୋକ ମାଓବାଦୀ ସଜେଇ ଦେଲେ। ଆପଣ କବଳ ଖସିଯିବା ପରେ ନିରୀହ କାନୁ ପରଜା ପହଞ୍ଚି ଯାଇଛି ମାଓବାଦୀ କ୍ୟାମ୍ପରେ। ହେଲେ ସାର୍, ଆପଣ ଗୋଟେ ନିରୀହ ଲୋକ ନାଁରେ ମାଓବାଦୀର ମୋହର ମାରିଦେଲେ। ସବୁଦିନ ପାଇଁ ସାଧାରଣ ଜୀବନ ସେ ଫେରିବା ଅସମ୍ଭବ ହେଇ ପଡ଼ିଲା। ବାସ୍, ୟା ପରେ ସେ ପାଲଟିଯିବ କୁଖ୍ୟାତ ମାଓବାଦୀ। ରଖିବିନି, ମୋ ଏରିଆରେ ଗୋଟେ କି ମାଓବାଦୀ ରଖିବି, ସତରେ ଉଡ଼େଇ ଦେବି। ଆପଣ ତ ସାଧାରଣ, ଆପଣଙ୍କ ସରକାର ମଧ୍ୟ ସେମାନଙ୍କର କିଛି କରିପାରିବନି। ସଞ୍ଜୟ, ଖାଲି ଅପରେସନ ଗ୍ରୀନ ହଣ୍ଟ ଆରମ୍ଭ ହେଇଯାଉ, ତାପରେ ଦେଖିବେ ମୁଁ ସେମାନଙ୍କର କଣ କରୁଛି। ଅପରେସନ ଗ୍ରୀନ ହଣ୍ଟ ମାନେ ସବୁଜ ଶିକାର। ନିଜର ହକ୍ ପାଇଁ ଲଢ଼େଇ କରୁଥିବା ମଣିଷକୁ, ନିଜ ନ୍ୟାଯ୍ୟ ଦାବି ପାଇଁ ଲଢ଼େଇ କରୁଥିବା ନିରୀହ ଆଦିବାସୀମାନଙ୍କୁ ଆପଣଙ୍କ ସରକାର ଶିକାର କରିବ। ମୁଣ୍ଡ ଗୁଞ୍ଜିବା ପାଇଁ ଖଣ୍ଡେ ଚାଳ ଛପର ମାଗୁଛି, ପେଟ ପାଇଁ 2 ମୁଠା ଚାଉଳ ମାଗୁଛି, ଲାଜ ଲୁଚିବା ପାଇଁ 2.5 ହାତେ ଗାମୁଛା ମାଗୁଛି। সেই নিরীহ আদিবাসীମାନଙ୍କୁ ଆପଣଙ୍କ ସରକାର ସ୍ୱୀକାର କରିବ। ସଞ୍ଜୁ, ମୁଁ ଜାଣେ ଆପଣ ଜଣେ ସାମ୍ବାଦିକ, ସମାଜ ସେବକ। ଆପଣ କୋଉ ଦିନ ଠାରୁ ମାଓବାଦୀ କ୍ୟାମ୍ପରେ ଜଏନ୍ କଲେଣି? ତାଙ୍କ ବାବଦରେ କ'ଣ ଲମ୍ବା ଚଉଡ଼ା ଭାଷଣ ଛାଡୁଛନ୍ତି? ଆପଣଙ୍କ କଥା ଶୁଣି ମୋର ମନେ ପଡ଼ିଯାଉଛି ଆମେରିକାର ଭୂତପୂର୍ବ ରାଷ୍ଟ୍ରପତି ଜର୍ଜ ବୁଶଙ୍କ କଥା। ଆଫଗାନିସ୍ତାନ ଆକ୍ରମଣ ସମୟରେ ଜର୍ଜ ବୁଶ କହିଥିଲେ, ଯେଉଁ ଦେଶ ଆମ ସପକ୍ଷରେ ନାହିଁ ସେହି ଦେଶ ଆଫଗାନିସ୍ତାନ ସପକ୍ଷରେ ଅଛି, ଆତଙ୍କବାଦ ସପକ୍ଷରେ ଅଛି। ଠିକ୍ ସେମିତି ଆପଣଙ୍କ ଯୁକ୍ତି କାହା ସପକ୍ଷରେ ନାହିଁ, ନା ସରକାର ନା ମାଓବାଦୀ। ମୁଁ କେବଳ ଚାହୁଁଛି ଏ ମହାସଂଗ୍ରାମ ଏଇଠୁ ବନ୍ଦ ହଉ, ନିରୀହ ଆଦିବାସୀମାନେ ବଞ୍ଚି ଯାଆନ୍ତୁ। ସଞ୍ଜୁ, ଆପଣ ଜଣେ ସାମ୍ବାଦିକ,
ଆପଣ ରେଗୁଲାର ପେପର ପଢୁନାହାନ୍ତି ମାନେ କେନ୍ଦ୍ର ଗୃହମନ୍ତ୍ରୀ ମାଓବାଦୀ ମାନଙ୍କୁ ଡାକିଲେ ଆସ ଆମ ସହିତ ଆଲୋଚନା କର ଆମେ ତମର ସବୁ ସମସ୍ୟା ସମାଧାନ କରିଦେବୁ ସେବା ଆସିବାକୁ ରାଜି ହେଲେନି ରୋକଠୋକ ମନା କରିଦେଲେ କାହିଁକି ରାଜି ହେବେ ଆଉ କଣ ପାଇଁ ସେମାନେ ରାଜି ହେବେ ମାନେ ମାଓବାଦୀ ମାନେ ଯେତେବେଳେ ଚାହୁଁଥିଲେ ସରକାର ସହିତ କଥା ହେବାକୁ ସରକାର ସେମାନଙ୍କ କଥା ଶୁଣିଥିଲେ କଣ କୋଉ ଦିନ କଥା କହୁଛ ସେଇଦିନର କଥା ମାଓବାଦୀ ମାନେ ଯେତେବେଳେ ବନ୍ଧୁକ ଛାଡି ଆପଣା ଘରକୁ ଫେରିବାକୁ ଚାହିଁଲେ ଯେତେବେଳେ ସେମାନେ ସରକାରଙ୍କ ହାତ ଯୋଡ଼ିଲେ ମେଳି କଲେ ଭୁବନେଶ୍ୱର ରାଜରାସ୍ତାରେ ମାଷ୍ଟର କ୍ୟାଣ୍ଟିନ ଛକ ଠାରୁ ବିଧାନସଭା ପର୍ଯ୍ୟନ୍ତ ଲମ୍ବା ଧାଡିରେ ଛିଡା ହେଇ ରହିଲେ ଆଉ କହିଲେ ଆସ ଆମ ସହିତ କଥା ହୁଅ ସରକାର ଆମ ସହିତ କଥା ହୁଅ ହେଲେ ସରକାର ବୁଲା କୁକୁର ଭଳି ଗୋଡେଇ ଗୋଡେଇ ସେମାନଙ୍କୁ ପିଟିଲେ ପ୍ରେସ କନଫରେନ୍ସ ସରକାର ବାହାଦୁରୀ ମାରିଲା କହିଲା ମାଓବାଦୀଙ୍କ ସହିତ ଆମେ ବୁଝାମଣା ନୁହଁ ଆମେ ଯୁଦ୍ଧ ଚାହୁଁ ଯୁଦ୍ଧ ବାସ୍ यापर माओवादी मान जंगल छाड़ी आडा जमीन कटक भुवनेश्वर नयागढ़ अस्त्रागार लुट दांतवाड़ा हमेला ज्ञानेश्वर एक्सप्रेस नरसंहार घटेबा परे सरकार कहूची आमे माओवादी सहित कथा हबु से माओवादी मान रोकठोक जवाब आमे सरकार सहित बुझामणा नुह आमे युद्ध चाहू युद्ध बास मझे मझे कागज पढ़ुची हेले एते सीरियस घटना मु तो जानिनी शुणु आपण 26/11 मुंबई हमला परे पाकिस्तान सरकार सह आम सरकार कथा होउची अरुणाचल प्रदेश ता मोर एक कथा चीन कहला परे भी भारत सरकार चीन सहित कथा होउची किंतु माओवादी माने आम देश लोक आम घर भीतर लोक एम कथा चाहिए तो मना कर दौच बास या पर आरंभ हो निर्णायक युद्ध अन्य एक कुरुक्षेत्र अन्य एक कुरुक्षेत्र ए युद्ध धर्म संस्थापना हबनी हब मेहलती मनीषर हक गरीब खटिकियार न्याय्य दाबी ए युद्ध कौरव पांडव नहांती गोटे पटे सरकार आउ पटे दले निरंजन मनीष बंधुक धरी मनीष ए युद्धर शेष कोट जानती हुए तो साम्यवाद मरब बंचब केवल गोटे जाति बड़ लोकर जाति गरीब खटिकिया शेष होइजिबे हेले विजयमाला किए पिंधिब साम्यवाद ना पुंजीवाद मो महासमर संजय नुहे मु संजय ना कहूची एबे आसन्न युद्ध प्रतीक्षार कुरुक्षेत्र ईश्वर नारे शपथ नहीं कहूँ मु सारा जीवन नक्सल संगठन प्रति विश्वस्त ही रही संगठन स्वार्थ हासिल करने संगठन लक्ष्य पूरण करने मोर प्रथम कर्तव्य संगठन पाखे बापा माँ भाई भौणी एपरिक कौन सी आत्मीय स्थान आ कथा मु जाने संगठन सहित विश्वासघातकता कर अर्थ मृत्युदंड तेणु आज मोर प्रथम कर्तव्य श्रेणीहीन समाज गठन श्रेणीहीन समाज जिंदाबाद श्रेणीहीन समाज जिंदाबाद श्रेणीहीन समाज जिंदाबाद कॉमरेड कांधो लाल सलाम